ବୋମା ମାଡ଼ ହୋଇଛି ବୋଲି ପ୍ରମାଣ କିଛି ମିଳିନି। ଇଏ ତ ଅନ୍ଧାର ଅଞ୍ଚଳ, ଆମେ ପାଖାପାଖି 2-3 କିଲୋମିଟର ଭିତରକୁ ଆସିଲୁଣି, ତାପରେ ହେଇଛି ସବୁ ଦାମୀ ବାଇକ୍। କିଏ ପିଲାମାନେ ବାଇକ୍ କାହାର କିଛି କମ୍ପ୍ଲେନ ହେଲାଣି, ଥାନାରେ ଅଭିଯୋଗ ହେଲାଣି? ଅଭିଯୋଗ ହେଇଛି ବୋଲି ମୁଁ ଖବର ପାଉଛି। ଆଜ୍ଞା, ଅନୁସନ୍ଧାନ ପରେ ଜଣା କଣ ଦେଖିଲେ ସାର୍ ସେଠି, କଣ ଅବସ୍ଥା ଦେଖିଲେ? ହେଇଛି ଦୁଇ ଗୋଷ୍ଠୀ ଭିତରେ ଟିକେ ସଂଘର୍ଷ ହେଇଛି। 4ଟି ବାଇକ୍ ଜଳିଛି। এই শুণুলে প্রতিক্রিয়া যিয়ে রয়েছেন ভরতপুর থানা অধিকারী রয়েছেন, তাঁকর মধ্যে আমি প্রতিক্রিয়া নেওয়া চেষ্টা করা যে এভাবে ঘটনা বারম্বার কিছু দিন তলে শ্যামপুর কিছু যুবকଙ୍କୁ এই অঞ্চলের গোড়াই গোড়াই হাণিলে দুর্বৃত্ত মানে সংঘবদ্ধ ভাবে আক্রমণ করে এবং আজি পুনর্বার এভাবে বোমা মাড় হয়ে অভিযোগ হয়েছে এবং বোমা মাড়ে এই 4টি বাইক সম্পূর্ণ জলি যাই। কেবল এই বাইক নুহে, এ পাখাপাখি যে 2-3টি ঘর রয়েছে সেটি আক্রমণ করা হচ্ছে। এটি বেধড়ক চালিছি মদ বেপার কারবার, বেধড়ক চালিছি সরকারি ভূদান জমিকু বিক্রি কারবার এবং গোটিয়ে পরে গোটিয়ে জমিকু অধিকার করা যাଉଛି এবং 3টি গাঁ ଅନ୍ଧାରୁଆ, ଶ୍ୟାମପୁର ଏବଂ ଭରତପୁର ଅଞ୍ଚଳ 3 ଗୋଷ୍ଠୀ ଏ ଜମି ଗୁଡ଼ିକୁ ବିକିବା ପାଇଁ ପ୍ରୟାସ କରୁଛନ୍ତି। ଯେତେବେଳେ ପରସ୍ପର ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି ଏବଂ ଏ ଗୋଷ୍ଠୀବଦ୍ଧ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପକ୍ଷର କ୍ଷୟକ୍ଷତି ହେଉଛି। ପୂର୍ବରୁ 2 ଜଣ ଯୁବକ ଆହତ ହୋଇଥିଲେ, ସମ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତା ପୂର୍ବରୁ ଥରେ ବୋମା ମାଡ଼ ହୋଇଥିଲା ଏବଂ ଏବେ ଭରତପୁରର ଏ ଯେଉଁ ଯୁବକ ମାନେ ଯେଉଁ ରହିଛନ୍ତି, ଯାହାଙ୍କ ବାଇକ୍ ଜାଳି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି ବୋମା ମାଡ଼ରେ, ସେ ଯୁବକ ମାନେ ଭରତପୁର ଅଞ୍ଚଳର ବୋଲି କୁହାଯାଉଛି। ତେବେ ଦୁର୍ବୃତ୍ତ ମାନେ କିଏ, କାହିଁକି ବାରମ୍ବାର ଏଠି ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ ହେଉଛି, କାହିଁକି ଦୁଇ ଗୋଷ୍ଠୀ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି, କାହିଁକି ପୋଲିସ ଏ ସବୁକୁ ନିୟନ୍ତ୍ରଣ କରିପାରୁନାହିଁ ଏବଂ ଯେଉଁ ଦୁର୍ବୃତ୍ତ ମାନେ ଆକ୍ରମଣ କରୁଛନ୍ତି ସେମାନଙ୍କର ଉଦ୍ଦେଶ୍ୟ କ'ଣ, ସେମାନେ କିଏ, କାହିଁକି ଏଭଳି ଗ୍ୟାଙ୍ଗୱାର ହେଉଛି, ଇଏ ଯଦି ଏକୁ ନିୟନ୍ତ୍ରଣ ନ କରାଯାଏ ଭରତପୁର ଅଞ୍ଚଳରେ ଏ ଆଗକୁ ରାଜଧାନୀକୁ ତ ହୁଲସ୍ତୁଲ କରିବ, ରାଜଧାନୀର ଆଇନ ଶୃଙ୍ଖଳା ଉପରେ ତ ବଡ଼ ପ୍ରଶ୍ନ ସୃଷ୍ଟି କରିବ। କିନ୍ତୁ ତା ଛଡ଼ା ଆଇନ ଶୃଙ୍ଖଳା ଯେତେବେଳେ ବିପଦ ବେଶୀ ନିୟନ୍ତ୍ରଣ ବାହାରକୁ ଚାଲିଯିବ ତାହେଲେ ପୋଲିସକୁ ୟାକୁ ସମାଧାନ କରିବା ପାଇଁ ନୟାନ୍ତ ହେବାକୁ ପଡ଼ିପାରେ। ତେଣୁ ଇଏ ଧୀରେ ଧୀରେ ଉଗ୍ର ରୂପ ନେଉଛି। ସବୁଠୁ ବଡ଼ କଥା ହେଉଛି ପୋଲିସ ୟାକୁ ନିୟନ୍ତ୍ରଣ କେବେ କରୁଛି। ଭୁବନେଶ୍ୱରରୁ ବିଭୁଙ୍କ ସହ ଅତୁଲ୍ୟ ବାଉତ, OTV।